तुम्हें जदि साध्य न हेबो ए जल में निश्चय भासीदेवी प्रभु आज मत टिके उद्धार कर दियो। गोपाल गुरु कथा पाठ कला सब रक्त कला कौन कला से गोपाल सत कथा मात्र प्रथम प्रश्न होती आज्ञा ठीक आज्ञा आमर किसी न जाला परी आमर कोड़िए सिना देले पिठी की कौन पेट में देगी मात्र पिठी की बचे अरे गोपाल जाति बड़ा लोक कि पापा करी देख गोपाल जाति केड़े मुख केड़े पाप बंचिले देख अरे दैव केते दिन नेला गोपाल कोड़े रमाला कुआंतारे मो गोपाले कथा कहाई गले तो माने दिने पितृ सत्यपाली प्रभु रामचंद्र लक्ष्मण सीता को धरी 14 वर्ष वनगामी होते जो दिन विश्रम पुत्र जे रावण दंडकारण्यरू सीता को चोरई नहीं अशोक मैंने रखिंट सीता सीता बोली श्रीराम लक्ष्मण बुली बुली बरस्तर खोजा समय अरे डम्बुरु गौड़ बोली जहार नाम अरे मनस्तरे गटर खी नहीं से दिन देख जे प्रभु जो श्रीराम क्षीर माग मली लक्ष्मण को देले कहीन से हलधर से चक्र विवर बुलंदी चक्रधर रे शुणु उत्तर अरे मत्स्य मुद्रिका को श्रीराम देले अरे बहुर लोक को क्षीर माग बोले भाई बहुत तृषा लगुअछि जदि आमे एथिरे जलपान टिके न करिबा आमे जाई परिबा एणु करी राम कहिले लक्ष्मण को लक्ष्मण अरे अनाई नेलानी पुणी प्रभु रघुपति रेखारे चरुछिए गोगोष्ठ धतनी अरे से स्थान को चली गला रे मोबीर लक्ष्मण बंधु गौर बोली ताहाकर नाम डम्बुर गौड़ देवे गोगोष्ठे थिला अरे गोगोष्ठे थिला बनस्थ मार्गरे मात्र गोगोष्ठ रखिला जेतेबेले मत्स्य मुद्रिका को धरी लक्ष्मण जाई गौड़ लोकों पाखे पहुंची गले रे गोपाल मोर भाई श्रीराम को भारी तृषा लगुची टिके क्षीर मंदे टिके दियंतु तुमको क्षीर नाई हेले गौड़ कौन भाविला जानछ ना कौन ओला मगी लौड़े भेंतला गना लौड़े भेंतला गना आदि पाटरा पेड़ गना दाओ गाना राम गाना राम 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 गाना राम भोरे आज्ञा कौन कहले बुझिल रे बापा इना हिंदी गीत रे टाइम हे ले हिंदी गीत रे के गीतरा आ कौन अमदाला नरसोमो भवानी भावे तिंदी
भवानी भावे चिंदी आमदाला नरसोमो भवानी भावे चिंदी भवानी भावे चिंदी ଉଠି ଯାଉଥିବ ଖସିଗଲା ପବନ ହେଲେ ସେଇଦିନ ଡମ୍ବୁରୁ ଗୌଡ଼ ଲକ୍ଷ୍ମଣଙ୍କୁ କହିଲେ ରେ କ୍ଷୀର କଣ ଅର୍ଥ ଆଣିଛୁ ନା ତୁ? ନାଇଁ ତ ପ୍ରଭୁ ମୁଁ ବନଚାରୀ ବନସ୍ତରେ ବୁଲି ବୁଲି ମୋର ଦିନ ଯାଉଛି କଣ ଆଣି ପଇସା ଅର୍ଥ କୁଆଡେ ଆଣିବି? ଗୌଡ଼ ସେମିତି ଦେଲେ କ୍ଷୀର ନେଇ ଚାଲ ଚାଲ ସେଇଦିନ ଲକ୍ଷ୍ମଣ କହିଲେ କିଏ ପଠେଇଯିବ ଯଦି ସେଇଦିନ ଲକ୍ଷ୍ମଣ କହିଲେ ମୋ ପାଖରେ ଅର୍ଥ ନାହିଁ ଏ ମତ୍ସ୍ୟ ମୁଦ୍ରିକା ଗୋଟିକ ଦଉଛି ତୁମକୁ ନିଅନ୍ତୁ ଏ ମତ୍ସ୍ୟ ମୁଦ୍ରିକା ରଖି ମତେ କ୍ଷୀର ଦିଅନ୍ତୁ ତୁମେ ଟିକେ କ୍ଷୀର ପାନ ଟିକେ ଦିଅନ୍ତୁ। ମତ୍ସ୍ୟ ମୁଦ୍ରିକାକୁ ଧରି ଡମ୍ବୁରୁ ଗଡ଼ ଶୁଙ୍ଘିଲା ଚାଖିଲା ମିଠା ନାହିଁ କଷା ନାହିଁ କିଛି ନାହିଁ ଶୁଙ୍ଘିଲେ ମଧ୍ୟ ବାସ କିଛି ନାହିଁ। ଆରେ ଏଇ ମତ୍ସ୍ୟ ମୁଦ୍ରିକା ଧରି ଫିକିଦେଲେ। ଲକ୍ଷ୍ମଣ କହିଲେ ରେ ଗୋପାଳ ରେ ଗୌଡ଼ ଲୋକ এই বনস্তরে তোমার যেতে কষ্ট রহিছি রাত্র পাইবা মাত্রকে সবু যাক ক্ষীর রুধির বর্ণ হয়ে যাও। ঠিক বাহ ধন্য কহিলে যে হে গৌড় যেতে রাত্র যদি পাহিব তাহলে ক্ষীর হয়েযিব এই গদস্তর ক্ষীর মানে রাত্র পাইয়ে দুই দর্শন সবু পরিণত হয়েযিব। যেତେବେଳେ ଅଭିଶାପ ନାହିଁ ଲକ୍ଷ୍ମଣ ଫେରି ଯାଇଛନ୍ତି ରାତ୍ର ପାଇଲା ଦୁଇଟା ସମୟରେ ସବୁ ଯାକ କ୍ଷୀର ରୁଧିର ବର୍ଣ୍ଣ ହେଲା। ତାପରେ ଅଭିଶାପ୍ୟ ଦେଇଛନ୍ତି କେବେ କେବେ ଫିଟିବ ନାହିଁ ସେ ଅଭିଶାପ୍ୟ। ରାତ୍ର ପାଇଲା ଯେତେବେଳେ ରୁଧିର ବର୍ଣ୍ଣ ହେଲେ ଡମ୍ବୁରୁ ଗୌଡ଼ କହିଲେ ଆରେ ଜଣେ କ୍ଷୀର ଦୁଇବା ପାଇଁ ଆସିଥିଲା ମାଗିଥିଲା ଆଜି ତାକୁ ନ ଦେବାରୁ ଆଜି ଏଇ ବିପଦରେ ପଡ଼ିଗଲୁ। ସେଇ ସମୟରେ ଲକ୍ଷ୍ମଣଙ୍କ ଶ୍ରୀରାମଙ୍କ ପାଖରେ ଡମ୍ବୁରୁ ଗୌଡ଼ ପହଞ୍ଚିବେ। ଡମ୍ବୁରୁ ଗୌଡ଼ ଯାଇ ଶରଣାଗମନ ହେଇଥିଲେ। ଶ୍ରୀରାମ କହିଲେ ହେ ଗୋପାଳ ମାନେ ଆଜି ମୋର ଭାଇ କ୍ରୋଧରେ ତୁମକୁ ଅଭିଶାପ୍ୟ ଦେଇଛନ୍ତି। ଯୋଉଦିନ ଗାଭୀ କହଳେଇବ 3 ଦିନ ପର୍ଯ୍ୟନ୍ତ ତା ଦେହରେ ପୁତ୍ର କ୍ଷୀର ହୋଇ ରହିବ ସେଇଟା ହେଲା ରୁଧିର ବର୍ଣ୍ଣ। ସିଏ ଯଦି ଆହାର କରନ୍ତି ମହାପାତକରେ ଗଣିତ ହୁଅନ୍ତି ସେଇ ରୁଧିର କ୍ଷୀରଟା ସେ ହଉଛି ପୁତ୍ର କ୍ଷୀର ବୋଲି କହନ୍ତି। ପାପ ଖଣ୍ଡନ ହେଇଗଲା ଯାର ତାର ସବୁ ମିଶିଗଲା କାହିଁକି ନା ଦଣ୍ଡ ଶକ୍ତି ଯାର ଥାଏ ସେ ପୁଣି କ୍ଷମା ଆଚର ତାଙ୍କ ଅଭିଶାପ ଦେଇଥିଲା ଆଉଥରେ। ହେଲେ ସେଇଦିନ କହିଲେ ଡମ୍ବୁରୁ ଗୌଡ଼ ମୁଁ ତ ଅପୁତ୍ରିକ ମୋର ପୁତ୍ର ସନ୍ତାନ ନାହିଁ ତୁମ ପରି 2ଟା ପୁଅ ମୋର କୂଳରେ ଜନ୍ମ ହେବାର ଅଛି। ରାମଚନ୍ଦ୍ର ହସି ହସି କହିଲେ ଯେ ହେ ଡମ୍ବୁରୁ ଗୌଡ଼ ଏଇ ତ୍ରେତୟା ଯୁଗରେ ନାହିଁ ଦ୍ୱାପର ଯୁଗରେ ତୁମେ ହେବ ନନ୍ଦ ରାଜା ଜନ୍ମ ହେବ ଆମେ କୃଷ୍ଣ ବଳରାମ ହୋଇ ଆମେ ଜନ୍ମ ହେବୁ ତମ ଘରରେ ଦ୍ୱାପରରେ ଯାଇ ଆମେ ଭାରି ଆନନ୍ଦରେ ରହିବୁ। ସରିଲା ଆଜ୍ଞା ଗୋଟେ ପଦୁଡ଼ି ଆମ ଢୁଲିଆ ଭାଇ ତ ବସିଛି ଜଣେଇବା ଆମର ପ୍ରଭୁ ପଞ୍ଚାନନ କୃପା କର ହେ ରାମେଶ୍ୱର ପ୍ରଭୁ କୃପା କର ହେ ରାମେଶ୍ୱର କେ କହୁ ମହିମା କର କାର୍ତ୍ତିକ ପ୍ରିୟର କୃପା କର ହେ ରାମ।
ଆଜି ଯୋଉ ନାଞ୍ଜାମା ଯାତ୍ରା ଉପଲକ୍ଷେ ହଁ ଆଜି ଭାଇମାନଙ୍କର ଆଦେଶ ହେଲା, ପ୍ରଭୁ ଭଗବାନଙ୍କର କୃପା ହେଲା, ଆଜି ପଦେ ଅଧେ ଆମେ ରାମ ନାମ ପ୍ରଚାର କଲେ। ଆଜି ସେଇ ଗାଈରାମା ଯାତ୍ରା ଉପଲକ୍ଷେ ହର ପାର୍ବତୀ ଆମକୁ ଟିକେ ଆଶୀର୍ବାଦ ଦିଅନ୍ତୁ, ଗ୍ରାମ ଉପରେ ଟିକେ ଆଶୀର୍ବାଦ ରଖନ୍ତୁ, ଆମର କଳାକାର ମାନଙ୍କୁ ଟିକେ ମଧ୍ୟ ଆଶୀର୍ବାଦ ରଖନ୍ତୁ। ଆବାଜ ଠାରୁ ଯେ ବୃଦ୍ଧ ପର୍ଯ୍ୟନ୍ତ ଆମର କି ରଘୁନାଥପୁରରେ ଯେତେ ଲୋକ ଅଛନ୍ତି ସମସ୍ତଙ୍କୁ ସେଇ ହର ଦେବଦେବ ମହାଦେବ ମା ପାର୍ବତୀ ସମସ୍ତଙ୍କୁ ଆଶୀର୍ବାଦ ଦିଅନ୍ତୁ। ଆଜି ଗାହାଣ ଶୁଣି ଆମର ଅଟଳ ଆଉ ଜଣେ ଭାଇ ଆସି ପହଞ୍ଚି ଯାଇଛନ୍ତି, ତାଙ୍କୁ ମଧ୍ୟ ଆଶୀର୍ବାଦ ଦିଅନ୍ତୁ। ଆମର ଏ ଯୋଉ ଭିଡିଓ ସୁଟିଂ କରନ୍ତି ପିଲାମାନେ, ତାଙ୍କୁ ମଧ୍ୟ ଦେବଦେବ ମହାଦେବ ଭାରି ଆନନ୍ଦ କରି ଏ ଯୋଉ କାନି ପଣନ୍ତରେ ମଧ୍ୟ ଘୋଡେଇ ରଖନ୍ତୁ। ବୋଲ ଆନନ୍ଦେ ଜମାର ହରି ହରି ବୋଲ, ଜୟ ରାଧା ରମଣ 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 ହରି ବୋଲ।